श्री गुरुवे नमः। गुरुर्ब्रह्मा गुरुर्विष्णु गुरुर्देवो महेश्वर गुरुर्साक्षात् परम ब्रह्म तस्मै श्री गुरुवे नमः। से गुरु जहाँ को आम स्मरण कले से हेले आजिर आराध्य देवगुरु बृहस्पति। देवतानां ऋषीणां च गुरुम, से देवता मानकर गुरु, ऋषि मानकर गुरु। देवतानां ऋषीणां च गुरुम, तांको देहर कांति किभଳି कनक भଳି। कनक माने सुना, कनक सन्निभं। मु तांको भक्ति रे प्रणाम करछि। वंदे अहं वंदे, मु वंदना करुछि भक्तिया भक्ति रे। देवतानां ऋषीणां च गुरुं कनक सन्निभं वंदे भक्तिया त्रिलोकेशं। स्वर्ग मर्त्य पाताल तीन लोकर से हेले ईश मालिक। तांको बुद्धि रे परिचालित ऋषिगण यज्ञादि करन्ति, तप करन्ति, ध्यान करन्ति। देवता माने तीन लोक को पालन करन्ति, शासन करन्ति, खाद्य दियन्ति। त्रिलोकेशं, पाताल रे अनंत नाग एई विश्व को टेकी धरिछन्ति तांकरी आदेश रे। त्रिलोकेशं, से किए ना गिस्पति। गिही बोले कथा, वचन, भाषा, ज्ञान, वर्ण, अर्थ, यार से मालिक गिस्पति। बुझीगला। देवतानां ऋषीणां च गुरुं कनक सन्निभं वंदे भक्त्या त्रिलोकेशं गिस्पतिं प्रणमाम्यहम्। हे श्रोता बंधु, आमे आज गुरु बृहस्पति को कहीं बारंबार स्मरण करुचे ना, से हेले धनु राशि अधिपति। आज आमे धनु राशि उपर एक संदर्भ पाठ करिबा। एई धनु राशि मालिक हेले बृहस्पति। तेणु तांको स्मरण करी आजिर आलोचना करिबा। धनु राशि पाई एबे प्रसन्न अछंती शनि, रवि, शुक्र। से बुध अछंती, किंतु बुध सेते हेल्पफुल माइंड नाहंती। तथापि हेल्प करिवे, कारण ए तीन जन साहाय्य करछन ना। ए तीन ही बुधंकर मित्र, तेणु से बाध्य ही सहयोग करिवे। जो ग्रह मालिका जो सृष्टि है कुंभ रे, रवि, बुध, शुक्र, शनि धनु राशि को आर्थिक, मानसिक, शारीरिक, पारिवारिक, सामाजिक, दैहिक सब प्रकार सुख देवे। असुविधा हेनी। 26 पर जिते बड़े बुध पलैबे मीन को, चतुर्थ हेबे, आउ से एकाकी निज बहादुर देखेबे। चारि ग्रह जहाँ देइथिबे से ताठो अधिक देवे। माने ये जो सुजोग आसीबो सब लाभ हो। बंधु लाभ, पुत्र लाभ, गृह लाभ, धन लाभ, भूमि लाभ, विद्या लाभ, ज्ञान लाभ, देव लाभ, सत्य लाभ, धर्म लाभ हेबो। ये सब लाभ को नहीं पड़े किए? केतु, मंगल, बृहस्पति। मंगल अछंती अष्टम रे, कर्कट रे, नीच रे। हैरान करिवे। केतु अछंती कर्म रे, कन्या रे। सी कौन छाड़िया लोक,
କ'ଣ ହସିଲେ? ଲୋକ କହିଲି ବୋଲି। ଆମେ ବା ଭଗବାନଙ୍କୁ ଭଲ ଲୋକ କହୁଛେ। ଆମେ ଯେହେତୁ ଲୋକ ଭଗବାନଙ୍କୁ ଭଲ ଲୋକ କହୁଛେ। ଆମ ଯଦି ନାଗ ହେଇଥାନ୍ତେ ଭଗବାନ ବଢ଼ିଆ ସାପ କହିଥାନ୍ତେ। ତେଣୁ କେତୁ ଭଲ ଲୋକ ନୁହନ୍ତି ଆଜି। ଆଉ ବୃହସ୍ପତି ରହିଗଲେ ଷଷ୍ଠେ କର୍ଣ୍ଣ ନିପାତିତ, ମାନେ ଉପସ୍ଥ ବୁଦ୍ଧି କାମ ଦେବନି। ତେଣୁ ହେ ମୋର ଭାଇ ବନ୍ଧୁ କୁଟୁମ୍ବ, ଯିଏ ଯେଉଁଠି ଯେଉଁ ଅବସ୍ଥାରେ ଯେଉଁ ପ୍ରକାର ରୋଜଗାର କରୁଛନ୍ତି ଟିକେ କୃପଣ ହେଇଯାଆନ୍ତୁ ନା। ଦାତବ୍ୟ ମନୋଭାବକୁ ଟିକେ ପାର୍ଶ୍ୱରେ ଦିଅନ୍ତୁ। କାରଣ ଇଏ ତିନୋଟି ଗ୍ରହ ଶୋଷିବେ, ରୋଗ ଦେଇ, ଅପମାନ ଦେଇ, ଆଉ ଶୋକ ଦେଇ ଶୋଷିବେ। ଏଣୁ ଏବେଠୁ ସତର୍କ ହେଇଯିବା। କୁମ୍ଭ ମାସ ଆସିଗଲେ ଫେବୃଆରୀ 12ରୁ ମାର୍ଚ୍ଚ 14 ଯାଏ ଏହି କୁମ୍ଭ ମାସର କାର୍ଯ୍ୟକାଳ। ସେ ଉତ୍ତରାୟଣ ପର୍ବର ଦ୍ୱିତୀୟ ମାସ। ଆମେ ଏବେଠୁ ସଞ୍ଚୟ କରିବା। କାରଣ ବାକୁ ବତା ଆମେ ସଞ୍ଚୟ କରିଥିଲେ ଅଳ୍ପ ଅଳ୍ପ ଖର୍ଚ୍ଚ କରିବା। ଖର୍ଚ୍ଚକୁ ତ ବ୍ରେକ୍ କରି ହେବନି ନା। ରୋଗ ହେଇଛି ଔଷଧ ଖାଇବା ଇତ୍ୟାଦି ଇତ୍ୟାଦି ଇତ୍ୟାଦି। ଏ ଗଲା ସାରାଂଶ। ଆଉ ରବି ଯେହେତୁ ଅଛନ୍ତି ତିନି ଗ୍ରହ ସାଙ୍ଗରେ ଗୋଟେ ଗ୍ରହ ମାଳିକା ଯୁଗ ସୃଷ୍ଟି ହେଇଛି, ତୃତୀୟରେ ଅଛନ୍ତି। ତେଣୁ ଘରେ ମାଙ୍ଗଳିକ କାର୍ଯ୍ୟ ହେବ। ପୁଅମାନେ ଏବେ ବୟସ୍କ ହେଇଗଲେଣି, ଝିଅ ମିଳୁନାହାନ୍ତି। କିନ୍ତୁ ଏ ମାସରେ ସେମାନଙ୍କୁ କନ୍ୟା ରତ୍ନ ପ୍ରାପ୍ତ ହେବ। ଯେହେତୁ ରବି ଅଛନ୍ତି ତୃତୀୟରେ ଆଉ ତିନିଟା ଗ୍ରହ ମୋ ସାଙ୍ଗରେ ହେଲା। ଆଉ ଗୋଟେ କଥା ହେଲା, ସ୍ୱାମୀ ସ୍ତ୍ରୀ ଯେଉଁ ଦମ୍ପତି ସେ ଯଦି ପରସ୍ପରକୁ ପ୍ରେମ ନ କରିବେ, ପରସ୍ପରର ମନ କଥା ନ ବୁଝିବେ, ତାହେଲେ ଘରେ ଅଶାନ୍ତ ବାତାବରଣ ସୃଷ୍ଟି ହେବ। ସେଥିପାଇଁ କି ସନ୍ତାନମାନେ ମଧ୍ୟ ଅବାଟରେ ଯିବେ। ଆଉ ଧନୁରାଶିର ସମସ୍ତ ବ୍ୟକ୍ତି ଧୈର୍ଯ୍ୟବାନ ହେବେ ତ ଭଲ। ଯଦି କ୍ରୋଧର ବଶବର୍ତ୍ତୀ ହେବେ ତାହେଲେ ଦିନ ଦ୍ୱିପହରେ ଦାଣ୍ଡ ମଝିରେ ଲଙ୍ଗଳା ହେବାକୁ ପଡ଼ିବ। ମାନେ ଅପମାନିତ ହେବେ, ମାନ ସମ୍ମାନ ମାଟିରେ ମିଶିଯିବ। ଧୈର୍ଯ୍ୟ ଧରିବେ ତ ଭଲ, ଶିଖରକୁ ଯିବେ, ପତାକା ଉଡ଼େଇବେ, ଯଶସ୍ୱୀ ହେବେ। କୀର୍ତ୍ତିର୍ଯସ୍ୟ ସ ଜୀବତି। ଆସନ୍ତୁ ଭାଇ ଶୁଣିଦେବା ପ୍ରବନ୍ଧରେ କ'ଣ ଲେଖା ଅଛି। ଉତ୍ତରାୟଣ ପର୍ବର ଦ୍ୱିତୀୟ ମାସ କୁମ୍ଭ ମାସ। କାରଣ ସୂର୍ଯ୍ୟ କୁମ୍ଭ ରାଶିକି ଗଲେ, ଏଣୁ ଏ ମାସରେ ରବି କୁମ୍ଭରେ ଏବଂ ବୁଧ, ଶୁକ୍ର ଓ ଶନି ବି କୁମ୍ଭରେ 26/2 ଯାଏ ଏ ଗ୍ରହମାଳିକା ଯୋଗ ସୃଷ୍ଟି ହେବ। 26/2ରେ ବୁଧ ମୀନକୁ ଗଲେ, ମୀନରେ ରାହୁ ଓ ବୁଧ ରହି ବିଚାର ବିମର୍ଶ କରିବେ। ବୃଷରେ ବୃହସ୍ପତି, କର୍କଟରେ ମଙ୍ଗଳ, ଦଶମରେ କେତୁ। ଏ ମାସରେ ଧନୁ ରାଶିର ଆର୍ଥିକ ବିକାଶ ପାଇଁ ମାସାଧିପ ରବି ସହଯୋଗ କରିବେ। 27/2ରେ ବୁଧ, ଶୁକ୍ର ଓ ଶନି ଚଳଚଞ୍ଚଳ ଅଛନ୍ତି। ଯଦି ମୂଳ ଜାତକରେ ସ୍ଥିର ଭାବରେ ତୃତୀୟରେ ରବି, ଶନି ଓ ଶୁକ୍ର ଥାଆନ୍ତି, ଚତୁର୍ଥରେ ବୁଧ ଥାଆନ୍ତି, ତେବେ ଏବେ ଗୋଚରରେ ଏହି ଗ୍ରହଗଣ ଶୁଭ କାମନା କରି ମଙ୍ଗଳ ବିଧାନ କରିବେ। ଏହି 4 ଗ୍ରହ ତ ଧନ ଦେବେ। ଦଶମ କେତୁ ସିଏ ଧନ ଖର୍ଚ୍ଚ ହେବା ପାଇଁ ବାଟ ଖୋଲିଦେବେ, ସବୁ ସାରିଦେବେ। ଅଷ୍ଟମ ମଙ୍ଗଳଙ୍କ ଯୋଗୁଁ ମୁଣ୍ଡକୁ ପାପ ବୁଦ୍ଧି ଆସିବ। ଫଳରେ ଏହି ପାପ ବୁଦ୍ଧି ହେତୁ ଷଷ୍ଠ ଗୁରୁ ଦଣ୍ଡ ଦେବେ, ରୋଗ ହେବ। ମଙ୍ଗଳ ପାପ ବୁଦ୍ଧି ଦେବେ, ପାପ କାମ ଆମେ କରିବା। ଆଉ ସେଥିପାଇଁ ଗୁରୁ ଯିଏକି ରାଶ୍ୟାଧିପତି ସେ ଦଣ୍ଡ ଦେବେ। ଫଳରେ ରୋଗ ହେବ। ରବି ଶୁଦ୍ଧି ଅଛି, ତେଣୁ ଘରେ ମାଙ୍ଗଳିକ କାର୍ଯ୍ୟ ହେବ। 27/2 ପରେ ଭାତୃ ବିବାଦର ଅବସାନ ହେବ।
ଭାଇ ଭଉଣୀମାନଙ୍କର ଆର୍ଥିକ ଉନ୍ନତି ହେବ। କର୍ମାଧିପ ଭାଗ୍ୟାଧିପ ବୁଧ ଓ ରବି କୁମ୍ଭରେ। କର୍ମାଧିପ ଭାଗ୍ୟାଧିପ ରବି ଆଉ ବୁଧ ଏ ଦୁହେଁ ମିଳିତ ହିଁ ଅଛନ୍ତି। ଫଳରେ ସମସ୍ତ କର୍ମର ଅବଶ୍ୟ ବିକାଶ ହେବ। ଏଣୁ ଆପଣ ସରଳ ଶାନ୍ତ ଶିଷ୍ଟାଚାରୀ ହେବେ ତ ଭଲ। ଯଦି ଦମ୍ଭ ଅହଙ୍କାର ଓ ଭ୍ରାନ୍ତ ଧାରଣାକୁ ପରିତ୍ୟାଗ ନ କରନ୍ତି ତେବେ ଅଯୋଗ୍ୟ ଘୋଷିତ ହେବେ। ଦମ୍ପତି ଯଦି ପ୍ରେମୀ ନ ହେବେ ତେବେ ଅଶାନ୍ତ ବାତାବରଣ ସୃଷ୍ଟି ହେବ। ପାରିବାରିକ ଶାନ୍ତି ଭଙ୍ଗ ହେବ। ଯଦି ଶାନ୍ତ ପ୍ରେମୀ ହେବେ ତେବେ ପାରିବାରିକ ଶାନ୍ତି ଆସିବ। ପରିବାରରେ ଶାନ୍ତିର ମଳୟ ବହିବ। ଦେହ ମନ ଭଲ ରହିବ। ନବମାଧିପ ଓ ଦଶମାଧିପଙ୍କ ସହ ତୃତୀୟରେ କୁମ୍ଭରେ ଶୁକ୍ର ଓ ଶନି ଅଛନ୍ତି। ଏଣୁ କର୍ମ ଚଞ୍ଚଳ ହେବେ। ମୁଣ୍ଡକୁ ନୂତନ ଚିନ୍ତା ଆସିବ। ଏହି ଚିନ୍ତାକୁ ବି କାର୍ଯ୍ୟକାରୀ କରିବେ। ଫଳରେ ପ୍ରଶଂସିତ ହେବେ। ରାଜନୀତି କରୁଥିବା ଲୋକଙ୍କ ପାଇଁ ଏ ମାସଟି ବହୁତ ଭଲ। ବ୍ୟବସାୟରେ ଭଲ ଲାଭ ହେବ। ବ୍ୟବସାୟ ବଢ଼ିଯିବ। ଗ୍ରାହକ ଗଣ ପ୍ରଶଂସା କରିବେ। ପଞ୍ଚମାଧିପ ମଙ୍ଗଳ ଅଷ୍ଟମରେ ଓ ନିଚରେ। ଏହା ଅଶୁଭ ସଂକେତ। ସନ୍ତାନ ଓ ବିଦ୍ୟାର୍ଥୀଙ୍କ ଦେହ ମୁଣ୍ଡ ଖରାପ ହେବ। ବିଦ୍ୟା ଗ୍ରହଣ ଓ ପଠନରେ ବାଧା ଆସିବ। ଏଣୁ ମା'ମାନେ ହନୁମାନଙ୍କ ଶରଣାପନ୍ନ ହୋଇ 2 ଓଳି ହନୁମାନ ଚାଳିଶା ପଢ଼ନ୍ତୁ। ସଂକ୍ରାନ୍ତି ଆଦି ଦିନମାନଙ୍କରେ ହନୁମାନଙ୍କ ମନ୍ଦିରକୁ ଯାଇ ରାଶି ତେଲ ଓ ସିନ୍ଦୁରରେ ହନୁମାନଙ୍କୁ ରଙ୍ଗରଞ୍ଜିତ କରନ୍ତୁ। ମଙ୍ଗଳ ହେବ। ସପ୍ତମାଧିପ ବୁଧ ମିତ୍ରମାନଙ୍କ ଗହଣରେ ମାସସାରା ରହିବେ। ଏଣୁ ସମସ୍ତ ମହିଳାମାନଙ୍କ ପାଇଁ ଏ ମାସଟି ଶୁଭପ୍ରଦ ହେବ। ମାତ୍ର 27/2 ପରେ ହାତକୁ ଧନ ଆସି ମନସ୍କାମନା ପୂର୍ଣ୍ଣ ହେବ। ଏ ମାସଟି ଶୁଭପ୍ରଦ ହେବ। ଅଷ୍ଟମରେ ମଙ୍ଗଳ ନିଚରେ। ଅକସ୍ମାତ୍ ରକ୍ତପାତ ହେବ। କୌଣସି ଭୁଲ କାମ କରିବା ପୂର୍ବରୁ 1000 ଥର ଭାବନ୍ତୁ। କାରଣ ଅଷ୍ଟମସ୍ଥ ମଙ୍ଗଳ ଚତୁର୍ଥସ୍ଥ ରାହୁ ଏ ଦିଗରେ ଉତ୍ସାହିତ କରିବେ ଭୁଲ କାମ କରିବା ପାଇଁ। ଫଳାଫଳ ମନ୍ଦ ହେବ। ଜେଲ୍ ଯିବାର ଭୟ ବି ଅଛି। ତେଣୁ ଦଶମ କେତୁ ସର୍ବନାଶ କରିବାର ଯୋଜନା କରୁଛନ୍ତି। ସୈନିକମାନଙ୍କ ପାଇଁ ଏ ମାସ ସଂଗ୍ରାମମୟ ହେବ। କୃଷକ ଶିକ୍ଷକ ଓକିଲ ବିଚାରପତି ଏମାନଙ୍କ ପାଇଁ ଏ ମାସ ନୂଆ ସମସ୍ୟା ଆଣିଦେବ। ଚାକିରିଆ ବା କର୍ମଚାରୀଙ୍କ ପାଇଁ ଏ ମାସ ଶୁଭଫଳ ଦେବ। ମାନ୍ୟଗଣ୍ୟ ବ୍ୟକ୍ତି ସହଯୋଗ କରିପାରନ୍ତି। କେତୁଙ୍କ ପାଇଁ ଗଣେଶଙ୍କୁ ପୂଜା କରନ୍ତୁ। ରାହୁଙ୍କ ପାଇଁ ଛିନ୍ନମସ୍ତାଙ୍କ ସ୍ତୋତ୍ର ପାଠ କରନ୍ତୁ। ମଙ୍ଗଳଙ୍କ ପାଇଁ ହନୁମାନଙ୍କର ଶରଣାପନ୍ନ ହୁଅନ୍ତୁ। ମଙ୍ଗଳ ହେବ। ବନ୍ଧୁ ରହିଲି। ନମସ୍କାର।